ଆମେ ଡିସ୍କସ୍ କରିବା ନା ରାଜନାଥ ସିଂ କହିଛନ୍ତି କି ଯେ ଆମେ ପିଓକେ 5 ବର୍ଷ ଭିତରେ ନେଇଯିବା, କେମିତି ନେବା, କ'ଣ କରିବା, ସେଇ ବିଷୟରେ ଆମେ ଡିସ୍କସ୍ କରିବା। ନା ପିଓକେ ଯେଉଁ ପାକିସ୍ତାନ ପାଖରେ ଅଛି ଅଧା ପିଓକେ, ସେ ଅଟୋମେଟିକ୍ ରାଜନାଥ ସିଂ କହିଛନ୍ତି କି ଯେ ସେ ଭାରତ ସହିତ ମିଶିଯିବେ ଓ ପିଓକେ ବାଲା ସେ ନିଜେ କହିବେ କି ଆମେ ଭାରତୀୟ ବୋଲି। କେମିତି ଆମେ ଜାଣିବା? ନା ଏବେ ଯେଉଁ କାଶ୍ମୀର ଡେଭଲପ୍ ହେଉଛି, ଡେଭଲପ୍ ହେବା ପଛରେ ଆମର କାଶ୍ମୀର ଯେତେ ଡେଭଲପ୍ ହେଉଛି, ଏ ଡେଭଲପ୍ ଏମିତି ହେଉଛି କି ଯେ ପାକିସ୍ତାନର ବଡ଼ ବଡ଼ ସହରରେ ସେମିତି ବି ଡେଭଲପ୍ ହେଉନଥିବ ଏବେ ଯେମିତି କାଶ୍ମୀରରେ ଡେଭଲପ୍ ହେଉଛି। ଓ ଡେଭଲପ୍ ଏମିତି ହେଉଛି ଯେ ଲୋକଙ୍କ ପୁଲଗାମା ଯେଉଁ ଇଏ ହେଲା, ଶହୀଦ ହେଲେ ଆମ ଲୋକମାନେ କାହିଁକି ହେଲେ? ନା ପାକିସ୍ତାନ ଆଗରୁ ଡେଭଲପ୍ ହେଉନଥିଲା, ଏବେ ସେ ଯେଉଁ ଡେଭଲପ୍ ହେବା, ଆତଙ୍କୀ ରାଜ ଦେଖେଇବା, ଲୋକମାନଙ୍କ ଭୟଭୀତ ଆଣିବା, ମୁଖ୍ୟ ଜିନିଷ ହେଉଛି କି ଯେ ଡେଭଲପମେଣ୍ଟ। କାହିଁକି ନା ଡେଭଲପମେଣ୍ଟ ହେଲା ମାନେ ସେଠିକାର ଲୋକମାନେ ପଇସା ଆସିବ, ଟୁରିଷ୍ଟ ମାନେ ଯିବେ, ସେଠିକି ଟୁରିଷ୍ଟ ମାନେ ଗଲା ମାନେ ପଇସା ଇନକମ୍ ହେବ। ଏବଂ ପାକିସ୍ତାନ ଗୋଟେ ଗରିବ ଦେଶ, ଯଦି ଗୋଟେ ପଡ଼ୋଶୀ ଯଦି ଭଲରେ ରହେ ଆଉ ଗୋଟେ ପଡ଼ୋଶୀ ଦେଖିପାରେ ନା, ଏଇଟା ସାଧାରଣତଃ କଥା। ସେହିପରି ଯଦି କାଶ୍ମୀର ଡେଭଲପ୍ ହେବ ତାହେଲେ ପାକିସ୍ତାନ ଜଳିବ। ଏବଂ ରାଜନାଥ ସିଂ କହିବା କଥା କି ଯେ ପାକିସ୍ତାନ ପିଓକେ ଯେଉଁ ଅଛି ସିଏ ଆମକୁ ଦେଇଦେବ। କେମିତି? ନା ଆମେ ଯଦି ଡେଭଲପ୍ ଏମିତି ହେଇ ଚାଲିବା, ଏବେ ଆମ ଚତୁର୍ଥ ଇକୋନୋମିକ୍ ଅଛି ଭାରତ, ଯଦି ଆମେ ତୃତୀୟ ଇକୋନୋମିକ୍ ହେଇଯିବା ତ ଅଟୋମେଟିକ୍ ଆମେ ଡେଭଲପ୍ ହେବା। ଡେଭଲପ୍ ଦିନେ ଦିନେ ହେଉଛନ୍ତି ଓ ସବୁ ଦେଶ ବି ଜାଣୁଛି। ଓ ସବୁଠୁ ମୁଖ୍ୟ ଜିନିଷ ହେଉଛି କ'ଣ ନା ଯେଉଁ ଲୋକମାନେ ପଥର ପକାଉଥିଲେ ସେମାନେ ଯଦି ବିନା ପଥରରେ ବିନା ଏଥିରେ ଯଦି ତାଙ୍କୁ ପଇସା ମିଳିବ, ଡେଭଲପ୍ ହେବେ, ସେମାନେ କାହିଁକି ଆଉ ଖରାପ କାମ କରିବେ? କେହି ବି ଖରାପ କାମ କରିବେ ନାହିଁ।